କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ 79ତମ ଜନ୍ମ ଜୟନ୍ତୀ। କାଶୀନଗର ସହରରେ ପ୍ରସିଦ୍ଧ ତେଲୁଗୁ ଓ ହିନ୍ଦୀ ସଙ୍ଗୀତଜ୍ଞ ଓ କଳାକାର ଏସ୍ପି ବାଲସୁବ୍ରମଣ୍ୟମଙ୍କ 79ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ମ୍ୟୁଜିକ୍ ମେଲୋଡି ଗ୍ରୁପ୍ ତରଫରୁ ଆୟୋଜନ ହୋଇଥିଲା। ଏନ୍ଏସି ଅଧ୍ୟକ୍ଷା ଏମ୍ ସୁଧାରାଣୀ ଏହାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଏସ୍ ବୈକୁଣ୍ଠ ରାଓ, କାଉନସିଲର ବି ଚେଲାପତି ଯୋଗ ଦେଇ ସ୍ୱର୍ଗତ ଆତ୍ମାକୁ ମନେ ପକାଇଥିଲେ। କଳାକାର ତଥା ଆୟୋଜକ କେ ଈଶ୍ୱର ରାଓ, ନେଟିମି ସୁବାକାର, ବି ଗୋପାଳ ରାଓ, କିଶୋର କୁମାର, ଏସ୍ ବିଜୟ କୁମାର ଆଦି ବହୁ ନୂଆ କଳାକାର ବାଲସୁବ୍ରମଣ୍ୟମଙ୍କ ବହୁ ଗୀତ ଗାୟନ କରିଥିଲେ। ସ୍ୱର୍ଗତ ଆତ୍ମାର ସଦ୍ଗତି ଓ ତାଙ୍କ ଗୀତଗୁଡ଼ିକ କାଳଜୟୀ ହୋଇ ରହୁ ବୋଲି ବକ୍ତାମାନେ କହିଥିଲେ। ସମସ୍ତ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା। କାଶୀନଗରରୁ ପ୍ରଣତି ସାବତଙ୍କ ରିପୋର୍ଟ, ଓଡ଼ିଶା କାମର ଲାଇଭ୍।